ଲଗାଣ ବର୍ଷା ଯୋଗୁଁ ରାୟଗଡ଼ା ଜିଲ୍ଲାରେ ଘଟିଛି ଏକ ଦୁଃଖଦ ଅଘଟଣ। ବର୍ଷାରେ ଦୁର୍ବଳ ହୋଇପଡ଼ିଥିବା ଏକ କାନ୍ଥ ଭୁଶୁଡ଼ି ପଡ଼ିବାରୁ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ଘଟଣାଟି ଘଟିଛି ମୁନିଗୁଡ଼ା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ ବାଘଡଙ୍ଗରି ଗ୍ରାମରେ। ସୂଚନା ଅନୁଯାୟୀ ବାଘଡଙ୍ଗରି ଗ୍ରାମର ରୁକୁଣି ବଛା ଆଜି ଭୋର ସମୟରେ ନିତ୍ୟକର୍ମ ସାରି ଘରକୁ ଫେରୁଥିଲେ। ସେହି ସମୟରେ ଘର ନିକଟରେ ଥିବା ଏକ କାନ୍ଥ ହଠାତ୍ ଭୁଶୁଡ଼ି ପଡ଼ି ତାଙ୍କ ଉପରେ ଚାପି ହୋଇଯାଇଥିଲା। ଲଗାଣ ବର୍ଷାରେ କାନ୍ଥଟି ପୂର୍ବରୁ ଭିଜି ଦୁର୍ବଳ ହୋଇପଡ଼ିଥିବାରୁ ଏହି ଅଘଟଣ ଘଟିଥିବା କୁହାଯାଉଛି। ମହିଳାଙ୍କ ଚିତ୍କାର ଶୁଣି ଗ୍ରାମବାସୀ ତୁରନ୍ତ ଘଟଣାସ୍ଥଳକୁ ଦୌଡ଼ି ଆସି ତାଙ୍କୁ ଉଦ୍ଧାର କରିବାକୁ ବହୁ ଚେଷ୍ଟା କରିଥିଲେ, କିନ୍ତୁ କାନ୍ଥ ତଳୁ ବାହାର କରିବା ବେଳକୁ ସେ ଆଉ ବଞ୍ଚିନଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଦୁଃଖଦ ଘଟଣା ପରେ ସମଗ୍ର ବାଘଡଙ୍ଗରି ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ଲଗାଣ ବର୍ଷା ଜାରି ରହିଥିବାରୁ କଚ୍ଚା ଘର ଏବଂ ଦୁର୍ବଳ କାନ୍ଥ ନିକଟରେ ରହୁଥିବା ଲୋକମାନେ ଅଧିକ ସତର୍କ ରହିବାକୁ ସ୍ଥାନୀୟ ପ୍ରଶାସନ ଓ ସଚେତନ ମହଲରୁ ପରାମର୍ଶ ଦିଆଯାଉଛି। ଆପଣ ଦେଖୁଛନ୍ତି ରାୟଗଡ଼ା ସମାଚାର ଲାଇଭ୍। ଏଭଳି ଗୁରୁତ୍ୱପୂର୍ଣ୍ଣ ଓ ବିଶ୍ୱସନୀୟ ସ୍ଥାନୀୟ ଖବର ପାଇବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ। ଯଦି ଏପର୍ଯ୍ୟନ୍ତ ଆପଣ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତେବେ ଏବେ ହିଁ ଲାଇକ୍, ସେୟାର ଓ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।